ଯିଏ ତୁମକୁ କେବଳ ଟାଇମ୍ ପାସ୍ ପାଇଁ ପ୍ରେମ କରେ ତମେ ଦେଖିବ ତାହାର ବଡ଼ ପରିଚୟ ଏହି ଗୋଟିଏ ହୋଇଥାଏ। ତାକୁ ତମ ଅଭିମାନର କିଛି ବି ଫରକ ପଡ଼ିବନି। ଆଉ ଯଦି ତମ ପ୍ରେମକୁ କନ୍ଧେଇ ଶାନ୍ତିରେ ଶୋଇପଡ଼ୁଛି ତେବେ ଜାଣି ରଖ ଯେ ସେ ତୁମ ସହିତ ଟାଇମ୍ ପାସ୍ ପ୍ରେମ କରୁଛି ବୋଲି। ଟାଇମ୍ ପାସ୍ ପ୍ରେମ କରୁଥିବା ଲୋକ ପାଖରେ ଏହି ଲକ୍ଷଣ ନିଶ୍ଚୟ ରହିଥାଏ। କିଛି ସମ୍ପର୍କ ଲାଭ ଦେଇନଥାଏ ସତ, କିନ୍ତୁ ଜୀବନକୁ ଧନୀ ବନାଇ ଦେଇଥାଏ। ସମୟ ଆସିଲା ପରେ ସମସ୍ତେ ଚିହ୍ନା ପଡ଼ିଯାଆନ୍ତି, କିଏ କାହାର କିଏ କେତେ ନିଜର ହୋଇଥାଏ। ତୋର ଆଉ ମୋର ଚିନ୍ତାଧାରାରେ ଫରକ କେବଳ ଏତିକି, ମୁଁ ତତେ ସମସ୍ତଙ୍କ ଠାରୁ ଅଲଗା ଭାବେ ଆଉ ତୁ ମତେ ସମସ୍ତଙ୍କ ପରି ଭାବିଥାଉ। ନିଜ ପିଲାଙ୍କ ପାଇଁ ବାପା ସେଇଠାରେ ବି ହାତ ପତାଇ ଦିଏ ଯେଉଁଠି ସେ ପାଦ ପକାଇବା ପାଇଁ ପସନ୍ଦ କରିନଥାଏ। ଗୋଟେ କଥା କହିବି, ଲାଇଫରେ ସବୁ ଖେଳ ଖେଳ, କିନ୍ତୁ କାହାର ଫିଲିଙ୍ଗ ସହିତ କେବେ ଖେଳନ୍ତୁ ନାହିଁ, କାରଣ ଫିଲିଙ୍ଗ ସହିତ ଖେଳିଲେ ବହୁତ କଷ୍ଟ ହୋଇଥାଏ ମଣିଷକୁ। କାହାକୁ ନିଜ ଜୀବନ ଠାରୁ ଅଧିକ ଚାହିଁବାର ପୁରସ୍କାର ଦୁଃଖ ଆଉ ଲୁହ ବିନା ଆଉ କିଛି ମିଳିନଥାଏ। ପ୍ରେମ କୌଣସି ସୌନ୍ଦର୍ଯ୍ୟର ବିଷୟ ନୁହେଁ, ଏହା ଯାହା ସହିତ ହୋଇଥାଏ ସେ ସବୁଠୁ ସୁନ୍ଦର ହୋଇଥାଏ। କିଛି କଥା କଣ୍ଟା ଠାରୁ ବି ଶକ୍ତିଶୀଳ ହୋଇଥାଏ। କଣ୍ଟାର ହୋଇଥିବା ଘା କିଛି ଦିନରେ ଭରିଯାଏ, କିନ୍ତୁ ହୃଦୟରୁ ଲାଗିଥିବା କଥା ସବୁଦିନ ପାଇଁ ମନେ ରହିଯାଇଥାଏ। ଲୋକ କୁହନ୍ତି ଦୁଃଖ ଖରାପ ହୋଇଥାଏ, ଯେବେ ଆସେ ଆମକୁ କନ୍ଧାଇ ଦିଏ, କିନ୍ତୁ ମୁଁ କହୁଛି ଦୁଃଖ ଭଲ ହୋଇଥାଏ, ଯେବେ ବି ଆସେ ଆପଣାର କିଏ ହେଉଥିବା ମଣିଷକୁ ବୁଝାଇ ଦେଇଥାଏ। ସମ୍ପର୍କ ଯାହା ବି ହେଉ, ପାସୱାର୍ଡ ଗୋଟିଏ ହୋଇଥାଏ, ସେ ହେଉଛି ବିଶ୍ୱାସ ଆଉ ଭରସା। ଲୋକ କୁହନ୍ତି ନିଜ ଲୋକ ସାମ୍ନାରେ ଟିକିଏ ନଇଁଯିବା ଦରକାର, କିନ୍ତୁ ନିଜର ତ ସେ ହୋଇଥାଏ ଯିଏ ଆମକୁ କାହା ସାମ୍ନାରେ ନଇଁବାକୁ ଦେଇନଥାଏ। ସମ୍ପର୍କର ବି ନିଜର ବୟସ ଥାଏ, କିଛି ମରିବା ପର୍ଯ୍ୟନ୍ତ ଚାଲିଥାଏ, ଆଉ କିଛି ବଞ୍ଚିଥାଉ ଥାଉ ମରିଯାଇଥାଏ। କାହାଠାରୁ ପ୍ରତିଶୋଧ ନେବା କିଛି ଫାଇଦା ନାହିଁ, କେବଳ କ୍ଷମା କରିଦେଲେ ହୃଦୟରୁ ବାହାର କରିଥିବା ସବୁଠୁ ଭଲ ହୋଇଥାଏ। କଷ୍ଟ କାହାକୁ କୁହନ୍ତି? ଯେବେ ମନରେ କେହି କହିବାକୁ କିଛି ନଥାଏ ଆଉ ମଣିଷ ଚୁପ୍ ରହେ ଆଉ ବୁଝିବା ବାଲା କେହି ନଥାଏ, ସେହିଠାରେ ବହୁତ କଷ୍ଟ ହୋଇଥାଏ। ଯେବେ ଆପଣଙ୍କୁ ବୁଝିବା ବାଲା ଆପଣଙ୍କୁ ଭୁଲ ବୁଝିଥାଏ। ଯେଉଁ ଲୋକ ନିଜର ଚିନ୍ତାଧାରା ବଦଳାଇ ପାରିନଥାଏ, ଜୀବନରେ ସେହି ଲୋକ କିଛି ବଦଳାଇ ପାରିନଥାଏ। ଯେଉଁ ଲୋକମାନେ ପ୍ରଥମେ ଆଖୁ ପରି ମିଠା ହୋଇଥାନ୍ତି, ସେହି ଲୋକମାନଙ୍କ ସ୍ୱାର୍ଥ ପରେ ପିତା ହୋଇଯାଆନ୍ତି। ମଣିଷକୁ ଧୋକା ଦେଇନଥାଏ, ତାକୁ ସେହି ଭରସା ଧୋକା ଦେଇଥାଏ ଯିଏ ଅନ୍ୟ ଉପରେ କରିଥାଏ। କେବେ କେବେ କାହା ଉପରେ ଦରକାର ଠାରୁ ଅଧିକ ଭରସା କରିନେବା ମୃତ୍ୟୁର କାରଣ ବନିଯାଇଥାଏ। କେହି ଆପଣଙ୍କୁ ବି ନିଜର ହେଉନା କାହିଁକି, ସେ ନିଜର ଫାଇଦା ହିଁ ଦେଖୁଥାଏ। କାହାକୁ ନିଜର ଦୁଃଖ ଆଉ ଖୁସି ଦେଖାଇବା ଉଚିତ ନୁହେଁ, କାହିଁକି ନା ଲୋକ ଖୁସି ଉପରେ ନଜର ଲଗାଇ ଦିଅନ୍ତି ଆଉ ଦୁଃଖ ଉପରେ ନିଶ୍ଚୟ ଲୁଣ ଲଗାଇ ଦେଇଥାନ୍ତି। ବହୁତ ଖାସ୍ ହୋଇଥାନ୍ତି ସେହି ଲୋକ ଯିଏ ସମୟ ଆସିଲେ ସମୟ ଦେଇଥାଏ। ଜୀବନ ସାରା ଏକା ରହିଯାଅ, କିନ୍ତୁ କାହା ସହିତ ଜବରଦସ୍ତି ସମ୍ପର୍କ ରଖିବାକୁ ଜିଦି କରନ୍ତୁ ନାହିଁ। ମଣିଷ କେବେ ବଦଳିଯାଏ ଜଣାପଡ଼ିନଥାଏ, ଆଉ ଏହାକୁ ଆମେ ଭାବି ରହିଯାଉ ଶେଷରେ ମୁଁ ହିଁ ଭୁଲ କେଉଁଠି କରିଥିଲି। ଜିତିବା ପରେ ତ ସାରା ଦୁନିଆ କୋଳେଇ ନେଇଥାଏ, ହାରିବା ପରେ ଯିଏ କୋଳେଇ ନେଇଥାଏ ସିଏ ହିଁ ନିଜର ହୋଇଥାଏ। ପ୍ରେମ ତା ସହିତ କର ଯାହାର ହୃଦୟ ପ୍ରଥମ ଥର ଭାଙ୍ଗିଛି, କାହିଁକି ନା ଯାହାର ହୃଦୟ ଭାଙ୍ଗିଥାଏ ସେ କାହାର ହୃଦୟ କେବେ ଭାଙ୍ଗିବାକୁ ଦେଇନଥାଏ। ଜୀବନରେ ଯଦି କାହା ସହିତ ସମ୍ପର୍କ ରଖ ତ ଟିକେ ଦୂରେଇ ସମ୍ପର୍କ ରଖ। ଛାତିରେ ଲଗାଇବା ବାଲା ପ୍ରାୟତଃ ଯନ୍ତ୍ରଣା ପାଇଥାଏ। ସେହି ଲୁହ ଭିତରେ ପର୍ଯ୍ୟନ୍ତ ଭାଙ୍ଗି ଯାଇଥାଏ ଯାହା ରାତିରେ ଅନ୍ଧାରରେ ଚୁପଚାପ ବାହାରି ଯାଇଥାଏ। ସ୍ୱପ୍ନ କେବେ ନା କେବେ ଭାଙ୍ଗିଯାଏ, କିନ୍ତୁ ତାପରେ ବି ଯିଏ ଆମକୁ ଭାଙ୍ଗିବାକୁ ଦେଇନଥାଏ ସିଏ ହିଁ ନିଜର ହୋଇଥାଏ। ଜରୁରୀ ନୁହେଁ ଭାଙ୍ଗି ପଡ଼ିଥିବା ମଣିଷ ଆପଣଙ୍କୁ କାନ୍ଦୁଥିବାର ମିଳିବେ। କିଛି ଲୋକ ନିଜର ହସ ପଛରେ ହଜାର ଦୁଃଖକୁ ବି ଲୁଚେଇ ରଖି ହସୁଥାନ୍ତି। ମଣିଷର ସବୁଠୁ ବଡ଼ ହାର ସେତେବେଳେ ହୋଇଥାଏ ଯେତେବେଳେ ତାକୁ ଜଣାପଡ଼େ ସେ ଯାହାକୁ ବି ନିଜର ଭାବୁଛି ସେ ତାକୁ ଧୋକା ଦେଇଥାଏ। ଯିଏ ଖରାପ ପରିସ୍ଥିତିରେ କାମରେ ଆସିଥାଏ ସେ ନିଜର ହୋଇଥାଏ, କେବଳ ରକ୍ତର ସମ୍ପର୍କ ଥିଲେ କେହି ନିଜର ହୋଇନଥାଏ। ଦୁନିଆରେ ଦାମୀ ମ୍ୟାକ୍ସ ଟଙ୍କା ହୋଇଥାଏ, ଯାହା ସମସ୍ତଙ୍କ ମୁହଁ ବନ୍ଦ କରିଦେଇଥାଏ। ଆଜିକାଲିର ସତ କଥା ଏହା ତ, ଟଙ୍କା ନାହିଁ ତ ନିଜର ବି ପର, ଟଙ୍କା ଅଛି ତ ସାରା ଦୁନିଆ ନିଜର ହୋଇଯାଇଥାଏ। ସମ୍ପର୍କକୁ ସମ୍ଭାଳିବା ପାଇଁ ଦାମିକା ଆଉ ବୁଦ୍ଧି ନୁହେଁ, ହୃଦୟରୁ ଶୁଦ୍ଧି ହେବା ଦରକାର ହୋଇଥାଏ। ବୟସରେ କିଏ ବଡ଼ ହେଉ କିମ୍ବା ଛୋଟ, କିନ୍ତୁ ବାସ୍ତବ୍ୟରେ ବଡ଼ ତ ସିଏ ହୋଇଥାଏ ଯାହାର ହୃଦୟ ସମସ୍ତଙ୍କ ପାଇଁ ପ୍ରେମ, ସ୍ନେହ ଆଉ ସମ୍ମାନ ଭାବନାରେ ଥାଏ। ଯିଏ ଅନ୍ୟକୁ ଇଜ୍ଜତ ଦେଇଥାଏ ପ୍ରକୃତରେ ସେ ଇଜ୍ଜତଦାର ହୋଇଥାଏ, କାହିଁକି ନା ମଣିଷ ଅନ୍ୟକୁ ସେହି ଜିନିଷ ଦେଇପାରେ ଯାହା ତା ପାଖରେ ଥାଏ।
कौनसी संपर्क निज इच्छा जोड़ी हो जाई न थाए कहीं आपको केबे केउठी का सहित मिसैबार अछि केवल ऊपर वाला ही ठीक करि थाए। केही जदि तारीफ करे शीघ्र खुशी हो जाए ना है तारीफर पुल तले मतलबर नदी बहु थाए। किए कहे प्रेम निशा बनी जाए किए कहे प्रेम सजा बनी जाए किंतु जदि प्रकृत हृदय करा जाए सही प्रेम बंचिबार कारण बनी जाई थाए। खुशी तो समस्तଙ୍କ पाखरे थाए केवल अन्यर खुशी देखी मनीषर चिंता रही जाई थाए। कहार साथी मागिले मिल जाई पारे किंतु प्रेम मागिले मिली न थाए कारण प्रेम करा जाई न थाए प्रेम होई जाई थाए हृदय हृदय को जेबे पसंद करी थाए। संपर्क को समय देबा सीख कारण एमिति समय आसीबो तुम पाखरे सब किछि थिबो हेले निज जीवन ठू अधिक भल पाउथिबा मनीषटी तुम पाखरे नथिबो। मानसिक आघात भी शारीरिक आघात भली कष्ट दे थाए फरक केवल एतिक जे शारीरिक आघात समय क्रमे भल हो जाए किंतु मानसिक आघात सारा जीवन मन रही जाई थाए। जहाँ पाखरे मो संपर्कर किछि मूल्य नाही तांको पाखरे बसिबा ठारू उत्तम एका रहिबा एहा अभिमान नुहे एहा मो स्वाभिमान अटे। जदि केबे कांदिबार इच्छा थाए तेबे एकुटिया कांद दुनिया को निज दुर्बलता जणाओ नाही कारण दुनिया मजा नेबार एक्सपर्ट तुम जोकर होई जिवो। सामनारे समस्तंक सामनारे सब बेले समय आ स्थिति होई थाए हेले मनीष ताको निजर भाबी नै थाए। मिछ भी केते अजब होई थाए ना निजे कहिले भल लागे आउ अन्य जणे कहिले खराब लागि थाए। मनीष गोटे कारणरू एका होई जाए निज लोकंको छाड़िबा पई अजणा लोकंको पाखरु उपदेश नै थाए। टिके नई गले जदि संपर्क बंची जाउची तेबे नईबारे भल कारण अहंकार तो समस्तंक पाखरे थाए हेले केवल सीए नई थाए जे संपर्कर महत्व बुझी थाए। बड़ मनीष तो से होई थाए जे पाखरे बसिथिबा व्यक्ति को छोट हेबाकू देई न थाए। जदि तुमको कौ झियो सच्चा प्रेम करिबो तेबे तुमको केवल गोटे जिनिस मागिबो से हेउची समय। मनीष केते भी धनी हो जाऊ ना कहीं से केबे तार कष्ट को बिकी पारिबो नाही कि शांति की केबे किणी पारिबो नाही। समय पूर्वर तोला जाइतिबा फल एवं समय पूर्वर कुहा जाइतिबा शब्द दुहे व्यर्थ न होइथांती। निज पसंद रे बंचिबा सीख अन्य मानक पसंद तो बारंबार बदली थाए। प्रेमर अनुभव टिके नियारा होई थाए प्रेम दूर रे थिले भी भावना रे पाखरे रही थाए। कांदिले मनीष दुर्बल हो जाए यह भूल बरं कांदी कांदी निजको संभाळुथिबा मनीष शेष रे बहुत मजबूत होई थाए। मु एकुटिया रहिबार कारण यह कि मते मिछ संपर्क ठारू दूरे जिबार कौनसी आपत्ति न थाए। केवल हाथ धरिदेले भल पाइबा हो जाएनी एमिति सारा जीवन पाखे पाखे रहिबाकू पड़ी थाए। सी मृत्युर उपहार जे खराब मनीष को भी मसाल गला समय रे प्रशंसा देई थाए। तुमे केते भी भल होई थाओ अन्य पई सेते बेले भल हेबो जेबे तुम तांको दरकार रे आसी परिबो। आज पई एतिकी वीडियोटी केमिति लागला कमेंट बॉक्स रे निहाती जणाइबे। आ जदि हम वीडियोटी आपन मानकु पसंद आसी ताई हम चैनल गुडे सब्सक्राइब करंतु आ वीडियो गुडे लाइक करबा सहित कमेंट गुडे करंतु। केमिति अछंती समस्ते आशा करूची भलरे थिबे मु भी बहुत बढ़िया अछि खुशी रे अछि। प्रभु जगन्नाथ सब बेले आपन मानकु भलरे रखंतु। जय जगन्नाथ धन्यवाद नमस्कार।